କେନ୍ଦ୍ରାପଡ଼ାର ଦାୟିତ୍ୱ ନେବେ ବିନୟ। ସାଧାରଣ ଘରର ପୁଅ ହେବେ ବିଜେପିର ସାଂସଦ ପ୍ରାର୍ଥୀ। ଭାରତୀୟ ଜନତା ପାର୍ଟିକୁ ଏକ ସ୍ୱଚ୍ଛ, ନିର୍ମଳ ଆଉ ନିର୍ବିବାଦୀୟ ଚେହେରା ମିଳିଛି। ସାଂସଦ ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଅଧୀନ ସିଓପଡ଼ା ଅଞ୍ଚଳର ପ୍ରଫେସର ଡକ୍ଟର ବିନୟ ଭୂଷଣ ଜେନା ପ୍ରମୁଖ ଦାବିଦାର ହୋଇଛନ୍ତି। ହଠାତ୍ ସାଂସଦ ପ୍ରାର୍ଥୀ ଭାବରେ ଜଣେ ଶିକ୍ଷାବିତ୍, ଦୂରଦ୍ରଷ୍ଟା, ସମାଜସେବୀ ଭାବରେ କେନ୍ଦ୍ରାପଡ଼ା ଦାୟିତ୍ୱ ନେବା ଗର୍ବର ବିଷୟ ପାଲଟିଛି। କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ସର୍ବଦା ଓଡ଼ିଶା ରାଜନୀତିର ଏକ ହଟଚମଟ ସିଟ୍ ଭାବେ ରହିଆସିଛି। ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ବାହାରେ ଥିବା ବହୁ ଭାରି ବିଜୁ ପଟ୍ଟନାୟକ, ରବି ରାୟ, ଶ୍ରୀକାନ୍ତ ଜେନା, ବୈଜନ୍ତ ପଣ୍ଡାଠାରୁ ଆରମ୍ଭ କରି ଅନୁଭବ ମହାନ୍ତି ପର୍ଯ୍ୟନ୍ତ ରାଜନୈତିକ କ୍ୟାରିୟର ପାଇଁ ଏହା ଏକ ନିରାପଦ ସ୍ଥାନ ରହିଥିଲା। ଜିଲ୍ଲାରେ ଜଳ, କୃଷିଠାରୁ ପର୍ଯ୍ୟଟନ ପର୍ଯ୍ୟନ୍ତ ବିପୁଳ ଉତ୍ସ ଥିବା ସତ୍ତ୍ୱେ କେନ୍ଦ୍ରାପଡ଼ା ଉଲ୍ଲେଖନୀୟ ଅଗ୍ରଗତି କରିପାରି ନାହିଁ। ଏହି ଅଗ୍ରଗତି ପାଇଁ ସାଂସଦ ପ୍ରାର୍ଥୀ ଭାବରେ ବିନୟ ଉଭା ହେଉଥିବା ଜାଣିବାକୁ ମିଳିଛି। ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ, ତୃଣମୂଳ ସ୍ତରର ଏକ ନାମ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ମାଟିରେ ପ୍ରତିନିଧିତ୍ୱ ହେବାରେ ଲାଗିଲାଣି। ପ୍ରଫେସର ବିନୟ ଭୂଷଣ ଜେନା, ଯିଏକି ଅନ୍ୟତମ ଲୋକପ୍ରିୟ ଶିକ୍ଷାବିତ୍ ତଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜିର ପ୍ରଫେସର ଅଛନ୍ତି। ସେ ପୂର୍ବରୁ ନିଫ୍ଟ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସିଛନ୍ତି ଏବଂ ଟେକ୍ସଟାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଓଡ଼ିଶା ୟୁନିଟ୍ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ସେ ନିଫ୍ଟର ସମସ୍ତ 18 କ୍ୟାମ୍ପସକୁ ପ୍ରତିନିଧିତ୍ୱ କରୁଥିବା ବେଳେ ନିଫ୍ଟ ବିଭାଗର FMS ବିଭାଗର ଚେୟାରମ୍ୟାନ୍ ଅଛନ୍ତି। ପ୍ରଫେସର ଜେନା ବିଭିନ୍ନ ବିକାଶମୂଳକ ତଥା ସାମାଜିକ ସାଂସ୍କୃତିକ ଫୋରମରେ ତାଙ୍କର ସମ୍ପ୍ରସାରଣ, ସେବା ଏବଂ ନେଟୱାର୍କ ତଥା ରାଜ୍ୟର ଶିକ୍ଷାବିତ୍ଙ୍କ ମଧ୍ୟରେ ଏକ ଲୋକପ୍ରିୟ ନାମ ଭାବରେ ବେଶ୍ ଜଣାଶୁଣା। ସେ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା JNUରୁ ଏବଂ ରେଭେନ୍ସା କଲେଜରେ ଅଧ୍ୟୟନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ କେନ୍ଦ୍ରାପଡ଼ା କଲେଜରେ ଛାତ୍ରନେତା ଭାବେ ବେଶ୍ ଜଣାଶୁଣା ଥିଲେ। ସାଂସଦ ପ୍ରାର୍ଥୀ ଭାବରେ ତାଙ୍କ ନାମ ଶୁଣିବା ପରେ କେନ୍ଦ୍ରାପଡ଼ାର ସାଧାରଣ ଜନତା ଖୁସିରେ ବିଭୋର ହୋଇପଡ଼ିଛନ୍ତି। ଲାଗୁଛି ଯେପରି ଲୋକମାନେ ପ୍ରଫେସର ଜେନାଙ୍କ ପରି ଏକ ନିର୍ମଳ ଭାବମୂର୍ତ୍ତିକୁ ଅପେକ୍ଷା କରିଛନ୍ତି ଏବଂ ତାଙ୍କ ପରି ବ୍ୟକ୍ତିଙ୍କୁ ଅତି ନମ୍ର ପୃଷ୍ଠଭୂମିରୁ ଆସୁଥିବା ସୁଯୋଗ ଦେବା ପାଇଁ ଲୋକମାନେ ଅପେକ୍ଷା କରିଛନ୍ତି। ଯଦିଓ ଭାଇରାଲ ବାର୍ତ୍ତା ଭାରତୀୟ ଜନତା ପାର୍ଟିରୁ ତାଙ୍କ ପ୍ରାର୍ଥୀତ୍ୱକୁ କିଛି ନିଶ୍ଚିତ ବାର୍ତ୍ତା ମିଳିନି, ତଥାପି ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିନୟ ହିଁ ସାଂସଦ ପ୍ରାର୍ଥୀ ଭାବେ ପ୍ରମୁଖ ଦାବିଦାର ରହିଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 24 ଓଡ଼ିଶା।